ଧୋକା ଦେଲେ ସ୍ୱାମୀ। ବିବାହର 1 ବର୍ଷ ପରେ ଛୁଆ ଜନ୍ମ ହୋଇସାରିବା ପରେ ଉଭୟଙ୍କୁ ଛାଡ଼ି ଚାଲିଗଲେ ସ୍ୱାମୀ। ଏଭଳି ଅଭିଯୋଗ ଆଣିଛନ୍ତି ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ପତ୍ନୀ ଅର୍ଚ୍ଚନା ଦାସ। ମହିଳା ଥାନାର ଦ୍ୱାରସ୍ଥ ହୋଇ ସାର୍ଥକଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ସେ ଆହୁରି ଅଭିଯୋଗରେ କହିଛନ୍ତି ଯେ ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଚ୍ଛାକୃତ ଭାବେ ପରିତ୍ୟାଗ କରିଛନ୍ତି ସ୍ୱାମୀ। ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଉଭୟଙ୍କ ଘର ରାଜଧାନୀ ଭୁବନେଶ୍ୱରରେ। ଅର୍ଚ୍ଚନା କରିଥିବା ଅଭିଯୋଗ ଅନୁସାରେ ପରିବାରର ସହମତିରେ ଉଭୟଙ୍କର ବିବାହର ହୋଇଥିଲା, କିନ୍ତୁ ବାହାଘର କିଛି ମାସ ପରେ ତାଙ୍କୁ ଶାଶୁଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ଏପରିକି ହସ୍ପିଟାଲ ବେଡ୍ରେ ନବଜାତ ଶିଶୁ ଓ ତାଙ୍କୁ ଛାଡ଼ି ଚାଲିଗଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର। ଶେଷରେ ନିଜ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଆସିଥିଲେ। ଏହା ସହିତ ଶିଶୁକୁ 3 ମାସ ହୋଇଯାଇଥିଲେ ବି ତାଙ୍କୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି ବୋଲି ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଛନ୍ତି।